কোম্পানি তম মহান্ত না ভবিষ্যতের মালিক হউছ তুমি সিলিদার মো এই কোম্পানিতে কোন অধিকার আছে আমি খালি কেবল ଏ ଘର ଭିତରେ ବଡ଼ ଅଧିକାର ଅଛି ତମର ତ କିଛି ଅଧିକାର ନାହିଁ କଣ ଅଧିକାର ଅଛି ଶୁଭ ଭାଇକୁ କମ୍ପାନୀର କିଛି ବି ଦାୟିତ୍ୱ ଦଉଁ ମୋ ସ୍ୱାମୀଙ୍କ କଥାଟା ଛାଡ଼ ମୋ ଭଲ ଭାଇ ବାହା ହେଇଗଲେ ବୋଲି ଆମର ଏଠାରେ କଥା କହିବାର ଅଧିକାର ବି ନାହିଁ କଣ ଭାବିଛି ସେ ଭାବିଛି ସେ ମାଲିକ ଆମେ ଚାକର ଗେଟ୍ ବାହାରେ ଥିଲେ ଏମିତି କୁକୁର ଭଳିଆ ବୋକି ହବୁ ସେ ଆମକୁ ଦିନେ ଆମ୍ଭର ବିସ୍କୁଟ ପକେଇଦେଲେ ଚୁପଚାପ ତାଙ୍କୁ ଲାଗି ଚାଲିଯିବୁ ବୁଝିନଥିଲି ବେଳେ ବେଳେ ଇଚ୍ଛା ହୁଏ ଶିଳ ପୁଆରେ ତା ମୁହଁଟାକୁ ମୁଁ ସେମିତିକା ପିଲା ନୁହେଁ ଭାଇ ମୁଁ ନିହାତି ଜଣେ ଭଦ୍ର ପିଲା ସେଇଥିପାଇଁ ତ ମୁଣ୍ଡ ତଳୁ କରି ଚୁପଚାପ ଚାଲି ଆସୁଛି ତମେ ଯଦି କମ୍ପାନୀର ମୋ ସେୟାରଟା ମତେ ଦେଇଥାନ୍ତ ହୁଏତ ଏତେ ବଡ଼ ଘଟଣା ଘଟି ଯାଇନଥାନ୍ତା ସେଇଥିପାଇଁ କେବଳ ସେଇଥିପାଇଁ ସାନ ଭାଇ ଆଉ ମୁଁ ମିଶି 2 ଜଣ ଡ୍ରିଙ୍କ କରିଦେଲୁ ମଦ ନିଶାଟା ବେଶୀ ଜୋର ହେଇଗଲା ଗୋଟେ ଘଟଣା ଘଟିଗଲା ଆଉ ଜଣେ ସାମାନ୍ୟ ଘଟଣା ପାଇଁ କାହିଁ କେମିତି ଟେନସନ ହେଇଯାଉଛ ଯଦି ଭୁଲ ବଶତଃ ଗୋଟେ ଘଟଣା ଘଟି ଯାଇଛି ତମେ କଣ ଚାହିଁଲେ ସେ ଘଟଣାର ସମାଧାନ ହେଇପାରିବନି କି ସମାଧାନ ମୁଁ କରିବି ସେ ସମାଧାନ ରାସ୍ତା କ'ଣ କଥା ବଡ଼ ଭାଇ ଟଙ୍କା ଥିଲେ ସବୁ ସମାଧାନର ବାଟ ଅଛି ଟଙ୍କା ଦେଇ ତମେ କ'ଣ ଶିବାନ ସାହେବ ଇଜ୍ଜତ ଫେରାଇ ଦେଇପାରିବ ଟଙ୍କା ଦେଇ ବିଜୟ ସକ୍ସେନା ଜୀବନକୁ ଫେରାଇ ଦେଇପାରିବ ଦିଟା ପରିବାରରେ କ'ଣ ତମେ ଖୁସି ଆଣି ଦେଇପାରିବ ଶୁଣ ରାଜ ଶିବାନୀ ହେଉଛି ମୋ କମ୍ପାନୀର ଏମ୍ପ୍ଲୟି ମୋ ଏମ୍ପ୍ଲୟି ପ୍ରତି ଅନ୍ୟାୟ ହେଇଛି ମାନେ ତାକୁ ନ୍ୟାୟ ଦେବା ମୋ କର୍ତ୍ତବ୍ୟ ନ୍ୟାୟ ହଉ କି ଅନ୍ୟାୟ ହଉ ନିଜ ଭାଇ ଭଉଣୀର ଜୀବନ ରକ୍ଷା କରିବା କ'ଣ ତମର କର୍ତ୍ତବ୍ୟ ନୁହେଁ କିନ୍ତୁ ଅନ୍ୟାୟ ସହିତ ସାଲିସ କରିବା ମୁଁ ଶିଖିଲି ସାଲି ଶିବାନୀ ଯୋଉ କ୍ଷତି ହେଇଛି ସେଇଠି କେହି ପୂରଣ କରିପାରିବନି ଆମେ ଆଉ ଭବିଷ୍ୟତର ବେଳେ କ'ଣ ଟାଇମ ଠିଆ ହେଇବ ତମେ ତାକୁ ରାସ୍ତାରୁ ହଟେଇ ଦେବାକୁ ଚାହୁଁଥିଲ ହେଲେ ଏ ଚଣ୍ଡାଳ 2 ଜଣ ତମ ଚାଲକୁ ବୁଝି ପାରିଲନି ଏମିତି କଥାବାର୍ତ୍ତା କରି ଆମ ପରିବାରରେ ସନ୍ଦେହର ପାଳ ସୃଷ୍ଟି କରନି ଆରେ ଏମାନେ ତ ମୋ ଭାଇ ଭଉଣୀ ତମ ଜୀବନଠୁ ଅଧିକ ଭଲ ପାଆ ଓ ଭୁଲ କର ସେଟା ଦେବ ତମ ଭଲ ପାଇବାର ବିଶ୍ୱ ଜଣାକୁ ମୁଁ ଠିକ ଅନୁଭବ କରିସାରିଛି ମୋ ମମି କି ଅଭିନୟ ଅନ୍ଧପୁରରେ ବାନ୍ଧି ଆମ ଭାଇ ଭଉଣୀ 2 ଜଣଙ୍କୁ ତମେ ଛଳନାର ସମୁଦ୍ରରେ ଭସାଇ ଦେଲ ମୁଁ ସାନ ଭାଇ ଭଉଣୀ 2 ଜଣଙ୍କୁ ଛଳନାର ସମୁଦ୍ର ଭିତରକୁ ଠେଲି ଦେଇଛି ଆରେ ସିଏ ଆଉ କ'ଣ କହିବେ ତମ ବୋଉ ହେଲେ ଘୋଡ଼ି ଯୁଗର ଅନ୍ଧାରୀ ତାଙ୍କ ମୋର ସବୁବେଳେ ଗୋଟିଏ କଥା ଅକ୍ଷୟ ହଉ ପୁଣ୍ୟ ଜଗତେ ଧର୍ମର ହଉ ଜୟ ସମୁଦ୍ରୀ ଡଙ୍ଗା ମଝି ରହିଲେ ଟଳମଳ ଦୁଲକାଏ ପବନ ଦେଲେ ଡଙ୍ଗା ଉପକୂଳ ଧରି ପାରିବନି ଭବିଷ୍ୟତ କଥା ଚିନ୍ତା କର ତା ନହେଲେ ପିଣ୍ଡ ପାଣି ପାଇବନି ତମକୁ କ'ଣ ମୁଖ ଶୁଣାଗଲାନି ମୁଁ କହୁଛି ଚୁପଚାପ ଠିଆ ହୁଅ
କଥାରେ କ'ଣ ଅଛି ବଡ଼ ଲୋକଙ୍କୁ ଉତ୍ତର ନାହିଁ ବଡ଼ ଲୋକଙ୍କୁ ଉତ୍ତର ଦେଇ ଏମିତି ଅପମାନିତ ହବା ନିଏ ମୁଁ କିଣିଛି ଯେତେବେଳେ ମୁଁ ଭୋଗିବି ତ ଭୋଗିବ କିଏ ତମେ ଜମା ବ୍ୟସ୍ତ କରିବ ମୋ ଦେବୀ ମା ଶାଶୁ ଅଛନ୍ତି ନା ଶାଶୁ ମା ମାଛି ପାଇବାକୁ ମୋର ତିଳେ ହେଲେ ଭୟ ନାହିଁ ହେଲେ ମୁଁ ଆପଣଙ୍କ ଝିଅ ସେଇ କଥା ଚିନ୍ତା କରୁଛି ସେଦିନ ଆପଣଙ୍କର ଗୋଟିଏ ବୋଲି ଝିଅ ତୋଳା ଚାରି ତିନିଟି ଘର କୋଣରେ ବସି ଏମିତି ଘୁମରି ଘୁମରି କାନ୍ଦିବ ଆପଣ କ'ଣ ଦେଖି ସହିପାରିବେ ବଡ଼ ଭାଇ ଆପଣ କ'ଣ ଦେଖି ସହିପାରିବେ ସେଲେ ପିଲାଦିନଠୁ ଆଜି ପର୍ଯ୍ୟନ୍ତ ଯାହା ମୁଁ ନିଷ୍ପତ୍ତି ନେଇଛି ତତେ ପଚାରିଛି ତୋ ନିଷ୍ପତ୍ତି ମୋ ପାଇଁ ବେଦନା ଗାଳ ହେଇଯାଇଛି ଦୁନିଆ ଓଲଟ ପାଲଟ ହେଇଗଲେ ବି ତୋ ନିଷ୍ପତ୍ତିକୁ ମୁଁ ଅକ୍ଷର ଅକ୍ଷରେ ପାଳନ କରିଛି ଆଜି ମୁଁ କି ନିଷ୍ପତ୍ତି ନେବିଲୁ ଦୋଷଟି ରାସ୍ତା ଠିଆ ହେଇଯାଇଛି ଗୋଟେ ପଟେ ବାଘ ଗୋଟେ ପଟେ କୁମ୍ଭୀର ଆଉ ଗୋଟେ ପଟେ ବିଜୟ ସେକ୍ସନର ମନ ଶିବାନୀ ସାହାଣୀର ଗଣଦୁଷ୍କ ଗୋଟେ ପଟେ ମୋ ଭାଇ ଆଉ ଗୋଟେ ପଟେ ମୋ ପିଢ଼ି ଗୋଟେ ପଟେ ଶିବାନୀ ସାହାଣୀ ଆଉ ବିଜୟ ସେକ୍ସନ ମୁଁ କି ନିଷ୍ପତ୍ତି ନେଲୁ ମୋର କିଛି ବୁଦ୍ଧି ଦେଖୁଛେ ମୁଁ କି ନିଷ୍ପତ୍ତି ନେବି এই ପରିସ୍ଥିତିରେ ମୁଁ କି ନିଷ୍ପତ୍ତି ନେବି সেই কাপুরুষ নিষ্পত্তি পাই যে আকুল নিবেদন করে সে যুদ্ধে মর্মাহত সুখে ধৈর্য হারাই যায় শোন সম্ভব ମୁଁ ତତେ ଗାନ୍ଧାରୀ କରି ବିଜୟ ପରାଜୟ ଆଶୀର୍ବାଦ ଦଉନି ଗୋଟେ କର୍ତ୍ତବ୍ୟ ପରାୟଣ କୋଉ ନିଷ୍ପତ୍ତିର ସଂଜ୍ଞା ବୁଝେଇ ଦଉଛି ନିଷ୍ପତ୍ତିରେ ତୁ ଏମିତି ନେବୁ ଯେମିତି ଅଧର୍ମର ବିନାଶ ଧର୍ମ ପାଇଁ ଯଦି ସ୍ୱୟଂ ବଳିଯାଆନ୍ତି ତାହେଲେ ମୋ ଆଖିରେ ଲୁହ ମୁଣ୍ଡାବି ବଢ଼ିବନି ଇଏ ଫାଶୀ ପାଇବା ଦରକାର ଫାଶୀ ପାଇବା ଦରକାର କେସରେ ବିଚାର ହେଲେ ମୋତେ ଫାଶୀ ହେଇଯିବ ହେଇଯାଉ ଫାଶୀ তুমি রাগ করতে চাই তুমি তো মাথায় সিঁদুর দিতে দিবা ହେଇଯାଉ ସିନ୍ଦୁର ତାହେଲେ ତମେ ବାହାଦୁର ଗୋଟେ ରାକ୍ଷସୀ ଆପଣଙ୍କ କଥାରେ ପଡ଼ି ଆଉ ଥରେ ଯଦି ସାବତ ଶୁଣିଲେ ଉପରେ ଉଚ୍ଚାରଣ କର ତାହେଲେ ଧକ୍କା ମାରି ଘରୁ ବାହାର କରିଦେବି ବାହାର କରିଦେବି ମୁଁ पापा क्या हुआ स्वर्ग भलिया घुस आया खुब्बा खाया सामने उड़े हॉस्पिटल में ना मो सासू मोरे जवाब दो मो सासू मोरे हे पापा जा